हाय फ्रेंड्स, नमस्कार, जय जगन्नाथ। आशा करছি ଆପଣମାନେ ବହୁତ ଭଲରେ ଥିବେ। ତ ବର୍ତ୍ତମାନ ଏଇଟା ହେଉଛି ରାତି ଟାଇମ୍, ମାନେ ଆକ୍ଚୁଆଲି ମାନେ ବ୍ଲଗ୍ ବନେଇବାକୁ ବି ସମୟ ଆକ୍ଚୁଆଲି ହେଉନି, ଡ୍ୟୁଟି ଚାଲିଛି ତ ଉଠିଲା ବେଳକୁ ବି ଲେଟ୍ ହେଇଯାଉଛି। ତ ରାତିରେ ବର୍ତ୍ତମାନ ଏବେ ରାତି ଯାହା ହେଇଥିବ ଆପଣ ଜାଣିପାରୁଥିବେ। ତ ରାତିରେ ବି ବ୍ଲଗ୍ ବନେଇବାକୁ ପଡ଼ିବ, କାହିଁକିନା ଗୋଟେ ଯେହେତୁ ମଝିରେ ଅଲରେଡ଼ି ଗୋଟେ ଦିନ ମୁଁ ଅଲରେଡ଼ି ବୋଧେ ସ୍କିପ୍ କରିଦେଇଥିଲି, ଗୋଟେ ଦିନ ପକେଇନଥିଲି ବ୍ଲଗ୍ଟା। ତ ବ୍ଲଗ୍ଟା ମୁଁ ଆକ୍ଚୁଆଲି ପ୍ରତି ବ୍ଲଗ୍ର ନମ୍ବର ଆଇଡେଣ୍ଟିଫିକେସନ୍ ଦେଇକି ମୁଁ ବ୍ଲଗ୍ଟା ଆକ୍ଚୁଆଲି ଛାଡ଼ୁଛି। ତ ସେଥିପାଇଁ ବ୍ଲଗ୍ଟା ତ ମୁଁ ଛାଡ଼ି ଦେଇଥିଲି, ପକେଇ ନଥିଲି, ଗୋଟେ ଛାଡ଼ ସେଇଟା ଗୋଟେ ହେଇଗଲା। କିନ୍ତୁ ଯେହେତୁ ବର୍ତ୍ତମାନ ଏବେ ଟାଇମ୍ ମିଳିଛି ତ ବ୍ଲଗ୍ କରିବା ନିହାତି, କାହିଁକିନା ଭିଡ଼ିଓ ବନେଇବାଟା ହେଉଛି ଗୋଟେ ନିହାତି ଜରୁରୀ। ଆକ୍ଚୁଆଲି ଜୀବନରେ ସବୁ ଯେମିତି ଜରୁରୀ, ଖାଇବା, ଶୋଇବା, ପିନ୍ଧିବା, ଗାଧେଇବା, ଫ୍ୟାମିଲି ସବୁ ଯେମିତି ସମସ୍ତଙ୍କର ମାନେ ମନିଟାଇଜେସନ୍ ଖୁସି ସମସ୍ତଙ୍କର ମିଶ୍ରଣ ପରେ ଯେମିତି ସବୁ ଲାଇଫ୍ଟା ଗୋଟେ ଜରୁରୀ ସେଇଟା, ତ ସେମିତି ଡେଲି ଲାଇଫ୍ରେ ଆପଣଙ୍କର ବ୍ଲଗିଂଟା ବି ନିହାତି ଜରୁରୀ। କାହିଁକିନା ଯେହେତୁ ଆମେ ଗୋଟେ ଶପଥ ନେଇଛେ ହଁ ହଁ କି ବ୍ଲଗିଂ ବନେଇବା ବୋଲି, ତ ସେଥିପାଇଁ ବ୍ଲଗିଂ ବର୍ତ୍ତମାନ ବନେଇଲି। ବର୍ତ୍ତମାନ ଏବେ ମୁଁ ଡ୍ୟୁଟିରୁ ଆକ୍ଚୁଆଲି ଫେରିଲି। ତ ଡ୍ୟୁଟିରୁ ଫେରିଲା ପରେ ଗୋଟେ ବ୍ଲଗିଂ ଆକ୍ଚୁଆଲି ମୁଁ ଯେଉଁ ବନେଇଲି, କେଉଁ ଟପିକ୍ରେ ବନେଇବି ବୋଲି ମୁଁ ଭାବୁଛି। ତ ବର୍ତ୍ତମାନ ବାଟରେ ଆସିଲା ବେଳକୁ ଦେଖିଲି ମାନେ ମାନେ ଗାଁ ଗହଳି କଥା ଆଉ ଏଇ ପ୍ଲାଣ୍ଟ ଲାଇନ୍ ମ୍ୟାଟର, ମାନେ ପ୍ଲାଣ୍ଟ ଲାଇନ୍ର ଯେଉଁ ଟାଉନ୍ କଥା, ମାନେ ଯାହା ମୁଁ ମାନେ ଆନାଲାଇସିସ୍ କଲି। ବର୍ତ୍ତମାନ ଏବେ ଦେଖିଲା ବେଳକୁ ମାର୍କେଟ ବହୁତ ଜାଗାରେ କିନି ଅଲରେଡ଼ି ଖୋଲା ହେଇଛି, ମାନେ ବନ୍ଦ ହେଇନି ହେଲା। ମାନେ ଏବେ ବି ଅଲରେଡ଼ି ଟାଇମ୍ ବର୍ତ୍ତମାନ କେତେ ହେଲାଣି, 10ଟା ମେ ବି 10ଟା ପାଖାପାଖି ହେବ ହେଲା। ତ ଟାଇମ୍ ବର୍ତ୍ତମାନ ଯେତିକି ହେଇଛି, ଯଦି ଆପଣ ଏଇ ଜିନିଷଟା ଯଦି ଆପଣଙ୍କର ସହର ଛାଡ଼ିକି ଯଦି ଆପଣଙ୍କର ଗାଉଁଲି ଏରିଆକୁ, ରୁରାଲ୍ ଏରିଆକୁ ଆପଣମାନେ ଯିବେ, ତ ସେଠି କ'ଣ ହୁଏ, ତ ଆପଣମାନଙ୍କର ଯେଉଁ ଦୋକାନ ଯାହା ବି ସବୁ ଥିବ, ମାନେ ଦୋକାନ ଯାହା ବି ସବୁ ଅଛି, ଆମର ମାର୍କେଟ ପ୍ଲେସ୍ ଯାହା ବି ସବୁ, ଆମ ମାର୍କେଟ ପ୍ଲେସ୍ ତ ନୁହଁ, ଦୋକାନ ଆଉ ଗାଁ ଗହଳିମାନଙ୍କ ଦୋକାନ ଆପଣ ଜାଣିନାହାନ୍ତି। ତ ସେଇ ଦୋକାନ ସବୁ କ'ଣ ହେଇଥାଏ, ଏତେ ଜଲ୍ଦି ଅଲରେଡ଼ି ବନ୍ଦ ହେଇଥିବ। ତୁମେ ଲୁଣ ପାଇଁ ଗଲେ ବି ଲୁଣ ନଥିବ। ସପୋଜ ତୁମେ ଯାଇଛ ବାହାରକୁ, କିନ୍ତୁ ବାହାରର ଗୋଟେ ମାଇଣ୍ଡସେଟ୍ ଥିବ କି ନାଇଁ ମୁଁ ଗଲା ପରେ, ବାହାରକୁ ଗଲା ପରେ ମୁଁ ଗାଁରେ ଟିକେ ଏନ୍ଜୟମେଣ୍ଟ କରିବି। ସପୋଜ ଗୋଟେ ଏମିତି କିଛି ଗୋଟେ ହେଇଥିବ କି ସପୋଜ ଗୋଟେ କିଛି ଜିନିଷ ଆମର ରୋଷେଇ କରୁଥିବେ, ସପୋଜ ଚିକେନ୍ ଆପଣ ରୋଷେଇ କରୁଛନ୍ତି, ସପୋଜ ଲୁଣ ଭୁଲି ଯାଇଛନ୍ତି କି ମସଲା ଗୋଟେ ଭୁଲି ଯାଇଛନ୍ତି। ଆମେ ଯଦି 10ଟା ବେଳେ କିନି ଆପଣ ସପୋଜ ଯେମିତିକି ରୁମ୍ରେ ରୋଷେଇ କଲା ଭିତରେ କ'ଣ ହୁଏ, ଯଦି କିଛି ଗୋଟେ ଭୁଲି ଯାଇছে, ଯା ମାର୍କେଟକୁ ବାଇକ୍ ଧରିକି ମାଡ଼ିଯା, ଧରିକି ପଳେଆ। କିନ୍ତୁ ଗାଁରେ ସେସବୁ ହେବନି। ଗାଁରେ କିନ୍ତୁ ସେସବୁ ହେବନି। ଗାଁରେ ଯେତେବେଳେ ତୁମେ ମାର୍କେଟର ମାନେ ମାଇଣ୍ଡସେଟ୍ ରଖି ଗାଁରେ ତୁମେ ସେ ଚିନ୍ତାଧାରା କରିବ, ଯେତେବେଳେ ରୋଷେଇ କଲାବେଳକୁ ଚିକେନ୍ ମସଲାଟା ନଥିବ, ତୁମେ କ'ଣ କରିବ, ଦୌଡ଼ିବ ଧୁମ୍କିନି ଗଲା ବେଳକୁ ମାର୍କେଟ ଆଡ଼କୁ, ଦେଖିଲା ବେଳକୁ ଗାଁରେ ଯେଉଁ ଦୋକାନ ଗଡ଼ି ସବୁ ଥିବ ସବୁ ବନ୍ଦ ବାନ୍ଦ କରି ଶୋଇପଡ଼ିଥିବେ। ବୁଝିପାରିଲେ? ତ ତଥାପି ଯଦି କମ୍ପାରିଜନ୍ କରିବା, ଆକ୍ଚୁଆଲି ସମସ୍ତଙ୍କର ଅଲଗା ଅଲଗା ଲାଇଫ୍ ଚିନ୍ତାଧାରା ସବୁ ଥାଏ। ଟାଉନରେ କାହାକୁ ଭଲ ଲାଗେ, ଗାଁରେ କାହାକୁ ଭଲ ଲାଗେ। ଆକ୍ଚୁଆଲି ମୋତେ ବେସିକାଲି ଗାଁରେ ଭଲ ଲାଗେ ଏଥିପାଇଁ, କାହିଁକିନା ଗାଁର ପରିବେଶ ବହୁତ ଭଲ ଥାଏ। କାହିଁକିନା ଗାଁରେ ଟିକେ ଜଙ୍ଗଲ ଫଙ୍ଗଲ ଥାଏ, ଟିକେ ଅକ୍ସିଜେନ୍ର କିଛି ଡେଫିସିଏନ୍ସି ନଥାଏ, ପୁରା ଆରାମରେ ପୁରା ଏନ୍ଜୟମେଣ୍ଟ କରିବ, କିଛି ଟେନସନ୍ ନାହିଁ। ଗାଁରେ ପୁରା ମାନେ ପଲ୍ୟୁସନ୍ ହିଁ ନାହିଁ ଆକ୍ଚୁଆଲି କହିବାକୁ ଗଲେ। ତ ଯେଉଁମାନଙ୍କୁ ଗାଁ ଲାଇଫ୍ ଭଲ ଲାଗେ, ଦୟାକରି କମେଣ୍ଟ କରି କହିଦେବେ। ରହିଲି, ନମସ୍କାର, ଜୟ ଜଗନ୍ନାଥ।